କାହାର ଘରେ ପଶିବା, କେହି ନଥିବା ସମୟରେ ପଶିବା, ସେଇଟା ହେଉଛି ଚୋର। ମାନେ ଯଦି କିଏ ପଶିଗଲା ସେଟା ସେ ଚୋରିରେ ଗଲା। ଏବେ ତ ମହାପ୍ରଭୁ ତାଙ୍କ ଘରେ ନଥିଲେ ନା, ସିଏ ତ ମାଉସୀ ଘରକୁ ବୁଲିବାକୁ ଯାଇଛନ୍ତି। ତାଙ୍କ ବିନା ପରମିସନରେ, ତାଙ୍କେ ନଥିବା ସମୟରେ ସରକାର ଏମିତି କେମିତି ସବୁ ଇଏ ବିନା ନଥିବା ସମୟରେ ତାଙ୍କେ ଯାଇକି ଖୋଲିକି ତାଙ୍କର ଗହଣା ଗଣ୍ଠି ଏସବୁ ଇଏ କରିବି? ଏଇଟା 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 ବହୁତ ଖରାପ ହେଇଗଲା। ଏ ଜିନିଷଟା ବହୁତ ଖରାପ। ସରକାରଙ୍କୁ ନିନ୍ଦା ହିଁ ଦରକାର ଏଥିରେ। ସରକାର ଯେଉଁଟା କଲେ ଏଇଟା ବହୁତ ବଡ଼ ଭୁଲ କଲେ। ଏଇଟା ଚୋରିରେ ଆପଣମାନେ କଲେ। ଯେହେତୁ ସେ ଘରର ମାଲିକ ଯିଏ ନାହିଁ, ନଥିବା ସମୟରେ ତମେ ଏଟା କରିବାଟା ବହୁତ ନିନ୍ଦନୀୟ ଗୋଟେ ଅପରାଧ। ଆଉ ବହୁତ ଲୋକ ଆଶା କରିଥିଲେ ଭଗବାନ ଜଗନ୍ନାଥ ସେଠି ରହିକି ତାଙ୍କ ଆଖି ସାମ୍ନାରେ ସବୁ କିନ୍ତୁ ଭଗବାନ ନଥିବା ସମୟରେ ତାଙ୍କର ସୁନା ଅଳଙ୍କାର ଏଟା ବହୁତ ଭୁଲ କଲେ। ଜଣେ ନଥିବା ସମୟରେ ତାଙ୍କ ଘରେ ପଶିଲେ ସିଏ ଯଦି ଯାଇକି ପୋଲିସରେ କେସ୍ ଦିଏ ନା ମୋ ଘରୁ ମୁଁ ନଥିବା ସମୟରେ ଅମୁକ ଲୋକ ଚୋରି କଲା, ସେମିତି ପୁଲିସ ତଦନ୍ତ କରୁଛି। ସେମିତି ସରକାର ଯେଉଁଟା ଏଇଟା କଲା, ଏବେ ତଦନ୍ତ କିଏ କରିବ? ଏଇଟାର ତଦନ୍ତ କିଏ କରିବ? ସରକାର ଆର ଜବାବ ଦେବେ? କେମିତି ଜବାବ ଦେବେ କହୁନ? ଓଡ଼ିଶାବାସୀ ସାବଧାନ ହେଇଯାଅ। ଆ ପରେ ଯାହା ବି ଓଡ଼ିଶାରେ ଘଟିବ ଏଥିପାଇଁ ସରକାର ଦାୟୀ। ଆମ ସରକାର ଦାୟୀ ଏଥିପାଇଁ। ବହୁତ ବଡ଼ ଭୁଲ କଲେ। ଜଣେ ଘରର ମାଲିକ ତାଙ୍କ ଭାଇ ଭଉଣୀକୁ ନେଇ ତାଙ୍କେ ମାଉସୀ ଘରକୁ ଯାଇଛନ୍ତି ବୁଲିବାକୁ। ହଁ, ଆସିଲା ପରେ ତମେ ସେ ଭିତରକୁ ପଶିଥାନ୍ତ, ତାପରେ ତମେ ସୁନା ଗହଣା ଟଙ୍କା ପଇସା ଯାହା ବି ତମେ ମୋତି ମାଣିକ ଯାହା କାଢ଼ୁଥିଲ ସେଥିରେ ତମକୁ କେହି କହିନଥାନ୍ତି। କିନ୍ତୁ ତମେ ଯେଉଁଟା ନଥିବା ସମୟରେ ଯେଉଁଟା କରୁଛ ଏଇଟା ଭଲ କଲନି। ଭଗବାନ ତାଙ୍କ ଜାଗାରେ ନାହାନ୍ତି, ତାଙ୍କେ ଛାଡ଼ିକି ଯାଇଛନ୍ତି ବୁଲିବା ପାଇଁ। ଏଇଟା ଭଲ କଲେନି କିଛି। ଆଉ ଯାହା ବି ଏବେ ପରିଣାମ ହେବ ଆଗକୁ, ଏଥିପାଇଁ ଓଡ଼ିଶା ସରକାର ଦାୟୀ। ଆଉ ଓଡ଼ିଶା ସରକାରଙ୍କର ତୁରନ୍ତ ଆ ପାଇଁ କିଛି ବି କରିବେ। ଭଲରେ ଯଦି ଆପଣମାନେ କରିଥାନ୍ତ, ଯେହେତୁ ଭଗବାନ ନଥିବା ସମୟରେ ଯେଉଁଟା କଲ ଏଇଟା ବହୁତ ବଡ଼ ଭୁଲ କଲ। 50 ବର୍ଷ ପରେ କି 46 ବର୍ଷ ପରେ ଭଗବାନ ତାଙ୍କ ଜାଗାରେ ରହିଥାନ୍ତେ, ଆପଣମାନେ ସେଠୁ ଯାଇକି ନେଇକି ଆସିଥିଲେ, ସେଇଟା ଗୋଟେ କିଛି ଅସୁବିଧା ନଥାନ୍ତା। ଭଗବାନ ନଥିବା ସମୟରେ ଆପଣମାନେ ଯାଇକି ଇଏ କରିଛନ୍ତି। ଦେଖନ୍ତୁ, ଆପଣଙ୍କୁ ଭଲ ଲାଗୁଛି ଯଦି ଆପଣ ଇଏ କରିବେ। କିନ୍ତୁ ଆମେ କହୁଛୁ ଯେ ଯଦି ଆଗାମୀ କିଛି ହୁଏ ସେଥିପାଇଁ ଓଡ଼ିଶା ସରକାର ଦାୟୀ ହେବେ।